କୁଆଡେ ଯାଉଛୁ କସ୍ମି? କୁଆଡେ ଯାଉଛୁ? କଣ ହଉଛି ପିଲାଟା ମ? ନାହିଁ ତାହେଲେ କଣ ହେଇଯାଇଛି ଛତୁ ପକେଟଟା ତ ଆଇଲେ ଛତୁଟା ଛତୁ କିଣିଲେ ସେଠି ତ ମୁଁ ପଚାରିଦେଲି ମଉସା ଛତୁ ହେଇଛି କେତେ, ତ ସିଏ କହିଲେ କି 220 ଟଙ୍କା। ମୋ ଝିଅ ସେଠି ମୋତେ ଆସିକି କହୁଛି ମାମା ଛତୁ ବେପାରୀ କଣ ତମ ମଉସା? ଏଇ ଛତୁ ବେପାରୀ ମୋ ମଉସା ଭାଇ ଆମ ସ୍ୱାମୀଙ୍କର ଭାଇ କାଶ୍ମୀର କଣ ଭାଇ ଆସିକି ଝିଅ ପେଟ୍ରୋଲ ପମ୍ପ ସରି ପେଟ୍ରୋଲ ପମ୍ପ ପଳେଇ ଆସିଥିଲୁ। ତାପରେ ଫଳ ଦୋକାନକୁ ଯାଇ ସେଠି କିଛି ଫଳ କିଣିଲୁ। ଫଳ କିଣିବା ପରେ ଆମେ ପଳେଇ ଆସିଲୁ, ଘରେ ପହଞ୍ଚିଗଲୁ। ସେଠି ଟିକେ ବାଦାମ ସିଝା ଖାଇଲୁ। ସବୁ ଖାଇକି ମଜାମସ୍ତି ଟିକେ କରିଦେଲେ। ମଜାମସ୍ତି କରିକି ବାପା ଝିଅ ଯେଉଁ ମଜା କରୁଥିଲେ, ହୋ ବାପ ବିନା ଝିଅ ତ ଅଧା ପୁରା ଆଉ। ଏମିତି ମଜାମସ୍ତି କରିଲେ। ମଜାମସ୍ତି ଭିତରେ ବହୁତ ଟାଇମ୍ ହେଇଯାଇଥିଲା। ସନ୍ଧ୍ୟାବେଳେ ଆମେ ସେତେବେଳେ ରୁଟି କରିବା ପାଇଁ ପଳେଇଥିଲୁ। ଏଠି ଝିଅ ତା ବାପା ଭାଇ ସବୁ ବସିକି ମଜାମସ୍ତି କରନ୍ତି। ଭାଇ ଭଉଣୀଙ୍କର ମାଡ଼ ନହେଲେ ତ କିଛି ହେବନି ଆଉ, ଭାତ ହଜମ ହେବନି ଭାଇ ଭଉଣୀ ମାଡ଼ ନହେଲେ। ସେଥିପାଇଁ ଏଠି ଦୁଇ ଜଣ ଯାକ କେମିତି ମାଡ଼ ହେଉଛନ୍ତି ଦେଖନ୍ତୁ। ମାଡ଼ ହେଲା ପରେ ରାତି 8:30 9ଟା ହେଇଗଲାଣି। ଝିଅକୁ ଖାଇବାକୁ ଦେଇଦେଲି। ଖାଇବା ବେଳେ ସେ କହୁଛି ମୁଁ ଖାଇବା ଖାଉଛି ମୋଟା ହେଇକି ସମସ୍ତଙ୍କୁ ବାଡ଼େଇବି।